ପାଠ କ'ଣ କହିଲା ହର ଗୁଣ ଫେଡ଼େ ମିଶା। ହରଣ ଗୁଣନ ଫେଡ଼ାଣ ମିଶାଣ ଏସବୁ କ'ଣ? ମନେକର ତୁମକୁ ଗୋଟେ ଗାଣିତିକ ହିସାବରେ ମୁଁ ତୁମକୁ କହିବି, ଗୋଟେ ହରଣଟି ଆମେ କରିବା। ଫାଷ୍ଟ ହେଲା ଭାଜକ, ମଝିରେ ହେଲା ଭାଜ୍ୟ, ତାପରେ ଭାଗଫଳ, ଭାଗ ଶେଷ। ଯେଉଁ 4ଟି ସୋପାନ ରହିଲା ସେଥିରେ ସେଇଭଳି ଗୋଟେ ତତ୍ତ୍ୱ ରହିଲା। କହିଲା ପ୍ରଥମେ ଧର କ୍ଷୀର, କ୍ଷୀରରୁ କ'ଣ ହେଲା ନା ଦହି, ଦହିର ଫଳ ଆସିଲା କ'ଣ ନା ମହି, ମହିର ଶେଷ ଫଳଟି କ'ଣ ହେଲା, ଯେଉଁଟା ଭାଗ ଶେଷଟି ହେଲା କ'ଣ ନା ଘିଅ। ତେଣୁ ଏଇ ସବୁ ହେଉଛି ତତ୍ତ୍ୱ। ତେଣୁ କ୍ଷୀରରୁ ଦହି, ଦହିଟା କେମିତି ହବ ନା ଦହିଟାକୁ ଦହନ କରିବା ପୂର୍ବରୁ ଦେଖିବ ଦହିଟା କ'ଣ ହେଇଥିବ ନା ସଡ଼ି ଯାଇଥିବ, ଗନ୍ଧ ହେଉଥିବ, ଆମ୍ବିଳା, ଗୋଟେ ଇଷ୍ଟ ତା ଦେହରେ ସୃଷ୍ଟି ହେଇଯାଇଥାଏ। କିନ୍ତୁ ତାପରକୁ ଆସିବ ମହି, ମାନେ ଯେଉଁଟା କ'ଣ କହିଲେ ଆମେ ନା ଲହୁଣୀ, ଲବଣ, ସେ ଟିକେ ସ୍ୱାଦିଷ୍ଟ ଆସିବ, ଯେଉଁଟାକି ଭାଗ ଫଳ। ତାକୁ ଯଦି ଆମେ ଅଗ୍ନିରେ ବସେଇଦେବା ସେ କ'ଣ ହେଲା ନା ଘିଅ, ଯେଉଁଟାକି ପୁରା ଭାଗ ଶେଷ। ଭାଗ ଶେଷ ମାନେ ପୁରା ମିଷ୍ଟା, ଅମୃତ ହେଇଗଲା। ତେଣୁ ଏଇ ହେଉଛି ଗୋଟେ ତତ୍ତ୍ୱ। ସେମିତି ଏ ସଂସାର ଭିତରେ ଭାଜକ ଅଛି, ଭାଜ୍ୟ ଅଛି, ଭାଗ ଫଳ ଅଛି, ଆଉ ଭାଗ ଶେଷ ଅଛି। ଯେଉଁଟାକି ଭାଗ ଶେଷଟା ହେଉଛି ସତ୍ୟ। ତେଣୁ ଆମେ କ'ଣ କରୁଛେ, ସତ୍ୟକୁ ଯଦି ପାଇବା ବା ଭାଗ ଶେଷ ଫଳ ଯଦି ପାଇବା ଘିଅ, ତାହେଲେ ଆମକୁ କ'ଣ କରିବାକୁ ପଡ଼ିବ? ଯେମିତି କ୍ଷୀରଟାକୁ ସଢ଼େଇଲେ ବା ଆମ୍ବିଳା କି ଇଷ୍ଟି ହେଲା ପରେ ଯେତେବେଳେ ଅସନିଆ ଗୋଟେ ବାସ୍ନା ଆସିଯିବ, ସେ ସମୟରେ ସେ ଦହି ହେଇଗଲା। ସେମିତି ସଂସାରଟା ଯେତେବେଳେ ସେଇ ଦହି ଭଳିଆ ହେଇଯିବ, ଦହନ ହେଇଯିବ, ନଷ୍ଟ ହେଇଯିବ, ମାନଟା ପରିବର୍ତ୍ତନ ଆସିବ, ଅଶ୍ଳୀଳ ହେଇଯିବ, ଦୂଷିତ ହେଇଯିବ, ତାପରକୁ ମନକୁ ଆସିଯିବ ଭାଗ ଫଳ ଆଉ ଭାଗ ଶେଷ। ଏଇଥିପାଇଁ ସାଧାରଣ ଲୋକର ଅସାଧାରଣ କଥା କୁହେ, ଆପଣଙ୍କ ଦେହରେ ମଳି ଅଛି, ମୁଣ୍ଡରେ, ସାଧାରଣ ଲୋକର କଥା କ'ଣ କରିବେ ନା ସାବୁନ ମାରିଲେ ସେ ମଳିଟା କେଉଁଠି ଅଛି, ବାଳ ମୂଳରେ। ସେ ମଳିକି ଘଷିଲେ, କାହା ଦେହରେ, ସାବୁନ ଦ୍ୱାରା ଘଷିଲେ, କେଉଁଠୁ ଘଷା ହେଲା ନା ମୁଣ୍ଡ ଉପରେ। ସେ ମୁଣ୍ଡ ଯାକ ଯେତେବେଳେ ସେ ମଳି ଘାଣ୍ଟି ଘାଣ୍ଟି ହେଇଯିବ, ଲାଷ୍ଟକୁ ଆସେ ସଫା ହୁଏ। ଆଉଟା କ'ଣ ହେଲା ନା ଏଇଟା ହେଲା ମୁଣ୍ଡ, ଆଉଟା ତଳେ ରହିଲା କ'ଣ ନା ଗାଣ୍ଡି। ତମେ ପାଇଖାନା ଯିବ, ଯେତେବେଳେ ପାଣି ସାରୁଛ କ'ଣ କରୁଛ, ପାଣି ଢାଳିକିରି ହାତଟାକୁ ଏମିତି ଏମିତି କରୁଛ ନା କରୁନ? କେଉଁଠି କରୁଛ? ସେଇଠି ଘଷୁଛ। ସେଇଠି ଘଷି 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 ପାଣି ଚାଲିଥିବ, ସିଏ ଘଷା ଚାଲିଥିବ, ସିଏ ତା ଭିତରେ ଧୁଆ ହବ, ପରିଷ୍କାର ଆସିବ। କାରଣ ଯେତେବେଳେ ମଇଳାଟିଏ ଭଲ କି ଘାଣ୍ଟ ହେଇଯିବ, ତାପରେ ଯାଇକି ପରିଷ୍କାର ଆସିବ। ସେମିତି ଯେତେବେଳେ ଅସନା ବା ସେଇ ମଇଳାରେ ହେଇଯିବ, ଦହିର ମାନଟା ଚେଞ୍ଜ ହେଇଯାଉଛି। ଦହିଟା ଘର୍ଷଣ ହବ ବା ମନ୍ଥନ ହେଲା ପରେ ଆସିଯିବ କ'ଣ ନା ଲବଣ, ଲବଣୀ, ଲହୁଣୀ, ଲହୁଣୀ ପରେ ତାପରେ ଆସିବ ଘିଅ। ତେଣୁ ସତ କଥାଟା, ଯେଉଁ ଭାଗ ଶେଷଟା କ'ଣ ଏତେ ସହଜରେ ଆସିବ? ଭାଜ୍ୟ ସାଙ୍ଗରେ ଖେଳ ହବ, ଭାଜ୍ୟ ଖେଳ ହେଲା ପରେ ଯେଉଁ ଫଳ ଆସିବ ସେଇଟା ହେଲା ଭାଗ ଫଳ। ଭାଗ ଫଳକୁ ପୁଣି ନିଆଁରେ ବସା ହବ ଲହୁଣୀ ଭଳିଆ, ଭାଗ ଶେଷ ଆସିବ ସତ୍ୟ। ଏତେ ସହଜରେ ପ୍ରକାଶିତ ହେଇପାରିବନି। ତେଣୁ ସାଧାରଣ ଲୋକର ଏଇ ହେଉଛି ଚେତା ଚେତନର କଥା। ତେଣୁ ଆକୁ ଭାଇମାନେ ସେଥିପାଇଁ କହିଲା ହର ଗୁଣ ଫେଡ଼େ ମିଶା, ଆଉ ସବୁ ପାଠ ଫସର ଫସା। ଏଇ ଶରୀର ଭିତରେ ଅଛି। ହରଣ କିଏ କରେ, ଗୁଣନଥ ଗୁଣ କାହାର ଅଛି, ଫେଡ଼ାଣ କାହାକୁ କରିବା, କିଏ ଫେଡ଼ାଣର ଆମର ଅଙ୍ଗ, ମିଶାଣ ଅଙ୍ଗ କିଏ, କେଉଁ ଅଙ୍ଗଟି ଆମର ମିଶାଣ, ଏଇ ଶରୀରରେ ଅଛି। ତେଣୁ ଏଇଟାକୁ ଆଗ ଜାଣିବା, ଶୁଣିବା।
ଆଉ ଏତେ ଶୀଘ୍ର ଯଦି କ୍ଷୀରରୁ ଆମେ ସହଜରେ ଯଦି ଘିଅ ସଂଗ୍ରହ କରିଦେଉଛେ, ଯାହାହେଲେ ହେଇପାରିବନି। ସେ ହୁଏତ ଅଗ୍ନିରେ ବସେଇବାକୁ ପଡ଼ିବ ବା ଯେକୌଣସି ପଦ୍ଧତିରେ କରିବାକୁ ପଡ଼ିବ, ସହଜରେ ଭାଗ ଶେଷ ଆସେ ନା। ଅମୃତ ପରା, ଅମୃତ ହେଲା ସତ୍ୟ। ତେଣୁ ସେ ସମୟକୁ ହେଲା ବେଳକୁ ଯେମିତି ଗୋଟେ ପ୍ରକ୍ରିୟା ଦେଇକି ହେଉଛି, ସେମିତି ସତ୍ୟଟା ଯେତେବେଳେ ପ୍ରକାଶିତ ହେବ ଗୋଟେ ପ୍ରକ୍ରିୟା ଦେଇକି ହେବ। ଆଉ ଡାଇରେକ୍ଟ ମିଛଟା ସତ ହେଇପାରେ କେମିତି ହେବ? ଦେଖନ୍ତୁ, ସାଧାରଣ ଲୋକ ଏଇଥିପାଇଁ କହେ ଗୋଟେ ସରକାର ଥିଲା, ଆମର ଦେଶ ସ୍ୱାଧୀନ ହେଲା ଠାରୁ ଯଦି ତମେ ଦେଖିବ ପ୍ରକ୍ରିୟାଟା କେଉଁ ଟାଇପ୍ର ହେଇଛି, କେଉଁ ସରକାର ଆସିଲା, କିଏ କଲା, କ'ଣ କଲା। ଆମେ ଯଦି ଆମର ଗଣତନ୍ତ୍ରଟା ଦେଖୁଛେ, ଯଦି 1947 ମସିହା ସେପଟକୁ ଯିବା ରାଜତନ୍ତ୍ରକୁ, ତାର ପ୍ରକ୍ରିୟା କ'ଣ ଥିଲା? ରାଜତନ୍ତ୍ରର ପ୍ରକ୍ରିୟାଟା କ'ଣ ଥିଲା? ଏମିତି ଚଲେଇ ଦ୍ୱାପର ଯୁଗେ ଯଦି ପହଞ୍ଚିଯିବେ, ତାହେଲେ ଜାଣିପାରିବେ ବର୍ତ୍ତମାନର ସୋପାନ କେଉଁଠି ପହଞ୍ଚିଲାଣି। ଦିନେ ଆମର ଗୋଟେ ସରକାର ଆସିଲା, ଓଡ଼ିଶା ସରକାର। ଆମେ ଯଦି ଦେଖିବା ଆମ ପାଦ ତଳକୁ, ନିଜ ମାତୃଭୂମିର ସ୍ଥାନରୁ ଯଦି ଆମେ ଦେଖିବା, କେତେ ମୁଖ୍ୟମନ୍ତ୍ରୀ ଗଲେଣି, କେଉଁ ମନ୍ତ୍ରୀ କ'ଣ ଥିଲା, କେଉଁ ମନ୍ତ୍ରୀ କେଉଁଠି ଥିଲା, ସେ କ'ଣ ଖେଳ କଲା, କିଏ ମାଙ୍କଡ଼ ଭଳି ଏପଟ ସେପଟ ଡିଆଁ ହେଲା, କେଉଁ ଭଳି ଫଳ ହେଲା, ସେ ସମୟଟି କ'ଣ ଥିଲା। ତାପରେ ବର୍ତ୍ତମାନ ଯେଉଁ 24 ବର୍ଷ ସରକାର ଆସିଲା, ସିଏ କ'ଣ କଲା, ବର୍ତ୍ତମାନ ଯେଉଁ ସରକାର ଆସୁଛି ସିଏ କ'ଣ କରୁଛି। ତେଣୁ ସେ ତାପରେ ଦୋଷ, ମାନେ ଦୋଷ ମତଲବ କ'ଣ, ମାନେ ଗୋଟେ ଦହି ସୃଷ୍ଟି ହେଉଛି, ଦହନ। ତାପରେ ହବ ମହନ, ଘଷା ହବ, ମାଖନ ବାହାରିବ। ମାଖନ ବାହାରିଲା ପରେ କ'ଣ ହବ ନା, ତାକୁ ଯେତେବେଳେ ଅଗ୍ନିରେ ପକାଯିବ, ସିଏ ଆସିବ ଘିଅକୁ। ତେଣୁ ସବୁ ଯୁଗ ଯୁଗାନ୍ତର ରହିଛି, ଯୁଗ ଯୁଗାନ୍ତର ଏଇଭଳି ସୋପାନ ରହିଛି। ଆପଣ ଯଦି ଇତିହାସ ଦେଖିବେ ସେଇଆ, ଯଦି ପୋଥି ପୁରାଣ ଶାସ୍ତ୍ର ଦେଖିବେ ସେଇଆ। ପୋଥି ପୁରାଣ ଶାସ୍ତ୍ରରେ ଦେଖିବ ଯାହା, ଅବିକା ବି ମଧ୍ୟ ସେଇଆ।